ମୋର ଗୋଟେ ସାଙ୍ଗ କହିଲା ତୁ ନେକ୍ସଟ ଭଦ୍ରକ ବିଷୟରେ କହିବୁ। କାହିଁ କହିଲା କେଜାଣି, ନା ଭଦ୍ରକ ତା ଘର ନା କିଛି, କିନ୍ତୁ କହିବୁ। ଭଦ୍ରକକୁ ମୁଁ ଦୁଇଟା ଜିନିଷ ପାଇଁ ଜାଣିଛି। ଫାର୍ଷ୍ଟ ତ ହେଲା ମୋର ନିୟରେଷ୍ଟ ଷ୍ଟେସନ୍ ହେଲା ବାଲେଶ୍ୱର। ଯେତେବେଳେ ମୋତେ ବାଲେଶ୍ୱରରୁ ଟ୍ରେନ୍ ବୁକିଂ ମିଳେନି ସେତେବେଳକୁ ମୁଁ ଷ୍ଟେସନ୍ ସିଲେକ୍ଟ କରେ ଭଦ୍ରକ। ଆଉ ସେକେଣ୍ଡ ଜିନିଷ ଫେମସ୍ ଭଦ୍ରକରେ କ'ଣ, ପାଳୁଅ ଲଡ଼ୁ। ପାଳୁଅ ଲଡ଼ୁ ଖାଲି ଭଦ୍ରକରେ ମିଳେ, ଆଉ କେଉଁଠି ମିଳିବନି। ପାଳୁଅଟା ପେଟ ପାଇଁ ଭଲ, ସେଥିପାଇଁ ଫେମସ୍ ପାଳୁଅ ଲଡ଼ୁ। ୟା ବ୍ୟତୀତ ମିଳେ ସେଠି କାଳିଆ ଭାଇନାଙ୍କର ଗୁପଚୁପ୍ ଆଉ ଘୁଗୁନି ଚାଟ୍, ଏଇଟା ବହୁତ ଫେମସ୍। କିନ୍ତୁ ଗୋଟେ ବହୁତ ଫେମସ୍ ଜିନିଷ ଅଛି ଯେଉଁଟା ଭଦ୍ରକରେ ମିଳେ, ଆଉ ତାକୁ ଖାଇବାକୁ ହେଲେ ଆପଣଙ୍କୁ ସକାଳୁ 7ଟାରୁ ଯାଇକି ସେଠି ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ, ଆଉ ହାତରେ ମିନିମମ୍ ଘଣ୍ଟାଟେ ରଖିକି ଯାଇଥିବେ, ତା ତଳକୁ ଆପଣଙ୍କ ନମ୍ବର ଆସିବନି। ସେଠି ଫେମସ୍ ମିଳେ କ'ଣ, ଫେମସ୍ ମିଳେ ଚୁଡ଼ା ଚକଟା। ମାନେ ଚୁଡ଼ା ଚକଟା ଖାଇବାକୁ ସକାଳ 7ଟାରୁ ଆପଣ ଏମିତି ଲାଇନ୍ ଦେଖିନଥିବେ। ସେଇ ଚୁଡ଼ା ଚକଟା ଯଦି ଘରେ ଦିଆହେବ, ଆମେ ନାକ ଟେକିବା, କହିବା ଆମେ ଖାଇବାନି, ପଳେଇବା। କିନ୍ତୁ ଏତେ ଟେଷ୍ଟି ଚୁଡ଼ା ଚକଟା ଖାଇବାକୁ ଲୋକ ଏମିତି ଲାଇନ୍ ଲଗାଇଛନ୍ତି। ମୁଁ ବି କେବେ ଖାଇନି, କିନ୍ତୁ ଭାବୁଛି ଥରେ ଯାଇକି ନିଶ୍ଚୟ ଟ୍ରାଏ କରିବି।